गोटे जंगल रे गोटे चढ़ई रोला। से बहुत गरीब चढ़ई थिला। से बहुत कष्ट परिश्रम करी चले, किंतु से काहाकू ठकेनी, चोरी करेनी। बहुत अभाव अनटन रे चलिले सुधा भी से खुशी रे रहुथिला। माँ मते भोक लागिलानी, खाइबा को दिया। अरे पिला माने काली तो जहाँ आनी सरी गलानी। मु एबे जाऊची पाख खाल बिलकू माछ धरिकी आने खाइबा। आउ मन दुख करनी, एटी खेलु थाओ हैला। नाई माँ, आमे मन दुख करनु। जहाँ मिलुची आमे ताको खाई बहुत खुशी रे अछि। औ तमे खेलु थाओ, मु आसुची। तापर चढ़ई ता पिला माननकु छाड़ी पाख खाल बिलकू माछ धरिबाकू उड़ी उड़ी गला। तापर चढ़ई बिल पानी रे बसी माछ धरिबाकू लागिला। से खोजी खोजी बहुत कष्ट रे माछ धरुथाए। ठीक एतिकी बेले पाख गछ ऊपर एक अलसुआ काऊ बसी चढ़ई की देखी भाबुथाए, अरे ये चढ़ई तो कौन भलो माछ धरुची। जाऊची ताठू माछ आनी खाइदेवी, आउ आसी पुणी शोइबी। आउ तापर काउटी उड़ी उड़ी चढ़ई पाखू गला। चढ़ई मते दिटा माछ दउनु, मु खाइबी। हौ रुह दौची दीटा नियो। बढ़िया लगुच माछ। आज पेट पूरी गला। आउ जाऊच पुणी काली आसीबी। आउ तापर चढ़ई जेते माछ धरिथिला ताकू सबु नहीं ता घर को फेरिला। आउ ताकू से माने रोषेई करी खाइले। खाइला परे से माने बहुत खुशी हेले। माँ माँ, आमे तो खाई सारलोनी। आम गोटे भूत गप कुआ। काली तो तते गप कहली, तू शुणिलुनु, तुमे पढ़िलु। आज मु तते कहबिनी। नाई नाई, मु आज मन देई सुनिबी। कुह कुह। आउ ताले मन देई शुण। सा गर्जन करुथाए। आकाशरे तारा माने टिम टिम करुथांती। कुकुर माने भुकुथांती। औ तू घुमे पड़िलनु, मु कहबिनी। नाई नाई माँ, मु सुनुची। दे शुणुचु, कहलु मु कौन कहली? माँ तमे କହିଲା ନିଶା ଗର୍ଜନ କରୁଥିଲା। ତାରା ମାନେ ଭୁକୁଥିଲେ, ଆଉ କୁକୁର ମାନେ ଟିମ୍ ଟିମ୍ କରୁଥିଲେ। ହେଁ, କୁକୁର ମାନେ ଟିମ୍ ଟିମ୍ କରୁଥିଲେ? କୁକୁର ମାନେ କୋଉନ ଠାରୁ ଟିମ୍ ଟିମ୍ କଲେ? ତା ପରଦିନ ସକାଳୁ ଚଢ଼େଇ ପୁଣି ମାଛ ଧରିବାକୁ ଗଲା। ଏହାକୁ ଦୂରରେ ବସିଥିବା କାଉ ଦେଖୁଥିଲା। ଆଉ ଦେଖିକି କହିଲା, ଆରେ ଆଜି ତ ଚଢ଼େଇ ପୁଣି ମାଛ ଧରିଲାଣି। ଆଉ ମୁଁ ଯାଉଛି, ଯିବି ଚଢ଼େଇ ଠାରୁ ମାଛ ଆଣି ଖାଇବି। ମୋର ଏତେ କିଏ ପରିଶ୍ରମ କରିବ? ତାପରେ କାଉ ଚଢ଼େଇ ପାଖକୁ ଉଡ଼ି ଉଡ଼ି ଗଲା। ଆଉ ତାକୁ ମାଛ ମାଗିଲା। ଚଢ଼େଇ ଚଢ଼େଇ ମାଛ ଦିଟା ଦଉନୁ ଖାଇବା, ବହୁତ ଭୋକ କଲାଣି। କାଲି ଯୋଉ ମାଛ ଦେଇଥିଲ ବହୁତ ବଢିଆ ଲାଗିଲା, ଆଜି ଦଉନ? ତମେ ତ ବହୁତ ଭଲ ଚଢ଼େଇ। ଆଉ ନାଇଁ କାଉ ଭାଇ, ଆଜି ମାଛ ଦେଇ ହବନି। ବହୁ କଷ୍ଟରେ ଆଜି ଅଳ୍ପ ମାଛ ଧରିଛି। ତମେ ନିଜେ ପରିଶ୍ରମ କରି ଧରୁନ, ଆଜି ଦେଇ ହବନି।
କାଉ ଏକଥା ଶୁଣି ଭାରି ରାଗିଗଲା ଆଉ ମନେ ମନେ ଭାବିଲା, ଆରେ ଦେଖିଆ କେମିତି ମାଛ ନ ଧରୁ। ସିଏ ତ ସିଆଡେ ମାଛ ଧରୁଛି, ମୁଁ ଇଆଡେ ମାଛ ଲୁଚେଇକି ନେଇଯିବି। ଅଖା ଧରୁଥିବ, ଗୁଣ ଗାଉଥିବ। ତାପରେ କାଉ ଲୁଚି ଲୁଚି ତା ମାଛ ଚୋରି କରି ନେଇଗଲା। ଯାଉଛି ଆଉ ଗୋଟେ ମାଛ ଖାଳେଇରେ ଥୋଇ ଦେଇ ଆସେ। ହଁ, କଣ ଏତିକି ମାଛ? ମୁଁ ତ 5ଟା ମାଛ ରଖିଥିଲି, ଇଏ କଣ 3ଟା ଅଛି? ହଉ, ଯାଉଛି ଆଉ ଧରିବି। ତାପରେ କାଉ ପୁଣି ଗଲା। ସେ ମାଛ ଧରିଲା ବେଳେ ପୁଣି ତା ମାଛ ଲୁଚେଇକି ନେଇ ଆସିଲା। ଯେତେବେଳେ ଚଢ଼େଇ ଆସି ପୁଣି ଦେଖିଲା ତାର ମାଛ ପୁଣି କମି ଯାଇଛି, ସେ ଏଥରକ ସନ୍ଦେହରେ ପଡ଼ିଗଲା। କହିଲା, ବୋଧେ କିଏ ମୋ ମାଛ ନେଇଯାଉଛି। ଆଉ ଚଢ଼େଇ ଦୂର ଗଛକୁ ଅନାଇଲା ଆଉ ଦେଖିଲା ଯେ କାଉ ବସି ସେଠାରେ ମାଛ ଖାଉଛି। ତାର ସନ୍ଦେହ ହେଲା। ସେ କାଉ ପାଖକୁ ଯାଇ ପଚାରିଲା, କାଉ ଭାଇ, ତମେ ମୋ ମାଛ ନେଇଛ? ହଁ ଚଢ଼େଇ, ବାଗେଇ ଛାଗେଇ କଥା କହ। ମତେ କଣ ଚୋର ଭାବିଲୁ କି? ଯା ଏଠୁ। ଚଢ଼େଇ ମନ ଦୁଃଖରେ ସେଠୁ ଫେରି ଆସିଲା ଆଉ ଭାବିଲା ଯେ ଆଉ ମୁଁ ମାଛ ଧରି ନେଇଯିବି। କିନ୍ତୁ ସେତେବେଳକୁ ସନ୍ଧ୍ୟା ହୋଇଯାଇଥିଲା। ସେ କ'ଣ କରିବ? ବିଚରା ମନ ଦୁଃଖରେ ସେଇ 2-3ଟା ମାଛ ନେଇ ଘରକୁ ଫେରିଲା। ସେଦିନ ତା ଛୁଆମାନଙ୍କୁ ଅଳ୍ପ ବହୁତ ଖାଇବାକୁ ଦେଇ ନିଜେ ଉପାସେ ରହିଗଲା ଆଉ ପେଟରେ ଓଦା ଲୁଗା ପକେଇ ଶୋଇ ପଡ଼ିଲା। କିନ୍ତୁ ରାତିଯାକ ତାକୁ ନିଦ ହେଲା ନାହିଁ। ସେ କ'ଣ କରିବ ଭାବି ଭାବି ସକାଳୁ କଙ୍କଡ଼ା ପାଖକୁ ସାହାଯ୍ୟ ପାଇଁ ଗଲା। ତାପରେ ଯୋଜନା ଅନୁସାରେ କଙ୍କଡ଼ା ଖାଳେଇ ତଳେ ଲୁଚି ରହିଲା ଏବଂ ଚଢ଼େଇ ମାଛ ଧରିବାକୁ ଲାଗିଲା। ଯେତେବେଳେ କାଉ ମାଛ ଚୋରି କରି ନିଏ, କଙ୍କଡ଼ା ତା ଗୋଡ଼କୁ କାମୁଡ଼ି ଧରିଲା। ଯନ୍ତ୍ରଣାରେ ଛଟପଟ ହେଲା। ମତେ ଛାଡ଼ିଦିଅ, ମୁଁ ଆଉ ଏମିତି କରିବିନି। ମୁଁ ଆଉ ମାଛ ଚୋରି କରିବିନି। ମତେ ଛାଡ଼ିଦିଅ, ମତେ କ୍ଷମା କରିଦିଅ। ମତେ ଛାଡ଼ିଦିଅ, ମୁଁ ମରିଯିବି। ଏଥର ପାଇଲି ତ ପାନେ। ଅଳସୁଆ ପରି ଶୋଉଛୁ, ଅନ୍ୟର ପରିଶ୍ରମ ଚୋରି କରି ନଉଛୁ। ଭଗବାନ କଣ ତତେ ହାତ ଗୋଡ଼ ଦେଇନା? ଆଉ ଯଦି ଦିନେ ଏମିତି କରିବୁ ତାହେଲେ ବହୁତ ଦଣ୍ଡ ଭୋଗିବୁ। ତାପରେ ସେମାନେ କାଉକୁ ଛାଡ଼ିଦେଲେ, ତାକୁ କ୍ଷମା କରିଦେଲେ ଏବଂ ଚଢ଼େଇ ଓ କଙ୍କଡ଼ା ତାଙ୍କ ଘରକୁ ଫେରିଗଲେ। ଆଉ ସବୁଦିନ ପରିଶ୍ରମ କରି ଖୁସିରେ ଚଳିଲେ।